ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମୁଁ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ଭିଡ଼ିଓଟିଏ କରେ। କାହିଁକି କରେ ନା ଏ ମହାପ୍ରଭୁଙ୍କର ପ୍ରତିମୂର୍ତ୍ତି ଦେଖି, ମହାପ୍ରଭୁଙ୍କର ଭଲ ପାଇବା ଦେଖି ଆଜି ଗୋଟିଏ ଜାଗାରେ ମହାପ୍ରଭୁ ଜଗତର ନାଥ ବଡ଼ ଠାକୁର ଭାଇ ଭଉଣୀକି ନେଇକି ବାନ୍ଧି ହେଇକି ରହିଛନ୍ତି। କାହିଁକି ନା ଏ ସଂସାରକୁ ଜଣେଇ ଦେବା ପାଇଁ ଭାଇ ଭଉଣୀର ସମ୍ପର୍କ କ'ଣ, ଭାଇ ଭାଇର ସମ୍ପର୍କ କ'ଣ, ଏ ସଂସାରକୁ ଜଣେଇ ଦେବା ପାଇଁ ମୁଁ ପ୍ରତ୍ୟେକ ଦିନ ଭିଡ଼ିଓଟିଏ କରେ। ତେଣୁ ସେ ଭିଡ଼ିଓ କିଏ ଲାଇକ୍ କରୁଛି, ସେୟାର କରୁଛି, ମୁଁ କେବେ ଜାଣେ ନାହିଁ। କିଏ କ'ଣ କରୁଛି, ଯଦି ମୋ ଭିଡ଼ିଓ ଭଲ ଆପଣଙ୍କୁ ଲାଗୁଥାଏ ନିଶ୍ଚିତ ଲାଇକ୍ଟିଏ ସେୟାରଟିଏ କରିବେ। ତେଣୁକରି ମୁଁ ପ୍ରଭୁଙ୍କ ପାଖରେ ଆଶ୍ରିତ ହୋଇଯାଏ। ମୁଁ ସଦାସର୍ବଦା କୁହେ, ଓಂ ଶ୍ରୀ ଜଗନ୍ନାଥ ବଳଭଦ୍ରଂ ସୁଭଦ୍ରାୟ ନମଃ ନମଃ, ପିତାମାତା ଗୁରୁଦେବ ଗୁରୁଜନ ନମଃ ନମଃ। ମଣିଷ ବୁଝିପାରନ୍ତି ନାହିଁ ଏ ପିତାମାତା ନାଁ ସବୁବେଳେ କ'ଣ ଧରୁଛି। ବାପା ମାଆଙ୍କର ନାଁ ଧରିଲେ ଅନେକ ପିଲାମାନେ ବି ରାଗିଯାଆନ୍ତି, କାରଣ ମୋ ବାପା ମା' ମୋତେ ସେତିକି ଭଲ ରଖିନାହାନ୍ତି। ସିଏ କହେ ମୋ ବାପା ମା' ସେତିକି ଭଲ ରଖିନାହାନ୍ତି। ତେଣୁ ଅନେକ ପିଲାମାନେ ବାପା ମାଆଙ୍କର ନାଁ ଧରିଦେଲେ ବହୁତ କଷ୍ଟ ହୁଏ, ତାଙ୍କୁ ବହୁତ କଷ୍ଟ ହୁଏ। ନାଇଁ, ପିତା ଅର୍ଥ ପର ମନ ଭିତରେ ପବିତ୍ରତା ଜାଗ୍ରତ କରିବା। ତୋର ମୋର କେବେ କରିବେ ନାହିଁ। କାହିଁକି କରିବେ ନାହିଁ ନା, ଦେଖିଛନ୍ତି ତୁଳସୀ ପତ୍ର କାହାରିକି ତୋର ମୋର କରେ? ପିତା ମାତା ମାଆରେ ମମତାରେ ଭରିଯିବା, ମମତାରେ ସମସ୍ତଙ୍କୁ ବାନ୍ଧି ନେବା। ଯେଉଁ ମହାପ୍ରଭୁଙ୍କୁ ଆମେ ଦେଖୁଛନ୍ତି ସେ ମହାପ୍ରଭୁଙ୍କୁ ମମତାରେ ବାନ୍ଧିଦେବା। ତେଣୁ ମମତାରେ ବାନ୍ଧି ହୋଇଛନ୍ତି ବା ମହାପ୍ରଭୁ ଜଗତର ନାଥ ବଡ଼ ଠାକୁର ମମତାରେ ବାନ୍ଧି ହୋଇଛନ୍ତି। ଦେଖ ଆଜି ମାଆଙ୍କର ମନ୍ଦିର କେଉଁଠି, ମହାପ୍ରଭୁ ଅଛନ୍ତି କେଉଁଠି? କାହିଁକି? ଭାଇ ପାଖରୁ କେବେ ଭାଇ ଦୂରେଇ ରହିଲେ ବନ୍ଧୁ ପରା ବନ୍ଧୁ ବଳ ଦିଏ, ଭାଇ ପରା ଥଳ ଦିଏ। ତେଣୁ ଭାଇ ପାଖରେ ଭାଇଟିଏ ଥିଲେ ଯେତେ ବଳ ଆଉ ଯେତେ ଥଳ ଅଛି ଆଉ କେଉଁଠି ନାହିଁ। ଅନେକ ପ୍ରକାର ଭାବନ୍ତି ଇଏ କଥାର ମୂଲ୍ୟ କ'ଣ ନା, ଅନେକ ପ୍ରକାର ଉଦାହରଣ ମହାପ୍ରଭୁ ଦେଇଛନ୍ତି। ଆଜି ମହାପ୍ରଭୁ କାହିଁକି ରତ୍ନ ସିଂହାସନ ଉପରୁ ତଳକୁ ଓହ୍ଲାଇ ଆସିଲେ? ନା ଜଗତକୁ ଜଣେଇ ଦେବା ପାଇଁ, ମମତାର ବନ୍ଧନ ପାଇଁ ଜଣେଇଦେଲେ। ଯେଉଁ ଜାତିଭେଦ ନେଇ ଅନେକ ପ୍ରକାର ସୃଷ୍ଟି କରନ୍ତି, ନା ମୋର ଜାତି ନାହିଁ। ଯଦି ମହାପ୍ରଭୁଙ୍କର ଜାତି ନାହିଁ, ମହାପ୍ରଭୁ ନିଜେ ଆସି ସମସ୍ତଙ୍କୁ ଆଲିଙ୍ଗନ କରୁଛନ୍ତି, ତାହେଲେ ଆମର କେଉଁ ଜାତି ନାହିଁ? ମହାପ୍ରଭୁ ଜଣେଇଦେଲେ ସଂସାରକୁ, କର୍ମ ହିଁ ଭଗବାନ। ଆଜି ଆମେ ସବୁ ଜାଣିଶୁଣି କାହିଁକି ମଣିଷ ଭୁଲ କରୁଛି, କ'ଣ ପାଇଁ ଭୁଲ କରୁଛି? ତେଣୁ ଆମେ ଜାଣିପାରୁନାହାନ୍ତି। ସେଇଥିପାଇଁ ମୁଁ ସଦାସର୍ବଦା କରେ, ଜାଣିଲେ ଜିଣିବା। ତେଣୁ ମୋର କଥା କ'ଣ, ମୋର ପ୍ରବଚନ କ'ଣ ନା, ଭକ୍ତି ରସ କଥା ଇଏ ଭକ୍ତି ଭାବବାଣୀ, ଜାଣିଲେ ଶୁଣିଲେ ସିନା ଉଦ୍ଧରିବ ପ୍ରାଣୀ। ଆମେ ତ ଜାଣିବା ପାଇଁ ଚେଷ୍ଟା କଲେ ନାହିଁ। ଆମେ ସଦାସର୍ବଦା ଆଜି ହଜାର ହଜାର ପୁରାଣକୁ ଗଲେ, ସିଏ କିଏ କ'ଣ କରିଥିଲା, ସିଏ କିଏ କ'ଣ କରିଥିଲା, ସିଏ କିଏ କ'ଣ, ଏଇ ଭିତରେ ଆମେ ଆଲୋଚନା କଲେ, କିନ୍ତୁ ପବିତ୍ର କଥାକୁ କେବେ ଗ୍ରହଣ କଲେ ନାହିଁ, ନିଜ କଥା ଉପରେ ଗଲେ ନାହିଁ। ତେଣୁ ମୋ ପ୍ରବଚନ କ'ଣ ନା, ଶରୀର ତତ୍ତ୍ୱ ଭକ୍ତିରସ ବାଣୀ। ଏ ଭକ୍ତିରସ ବାଣୀ କଥା ଶୁଣିଲା ପରେ ନିଶ୍ଚିତ ମଣିଷ ପରିବର୍ତ୍ତନ ହେବ। ବୋଲାନ୍ଦ କନ୍ଦ ଭଗବାନ କି ଜୟ।